नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं निगमकृतं सर्वगृहीतं फलं सुखमुखादं तद्ध्रवसंयुतं श्रोतभागवतं सरसमालय गुरोरहिताभिभावकाः ॐ व्यासं वसितमत्तारं सत्यपूर्णविकर्मशं पराशरात्मनं वन्दस्पतातन्तप्रविधिम् ॐ व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ॐ श्रीपरमात्मने नमः ॐ नमो भगवते वासुदेवाय हरिः ॐ। दशम स्कन्ध अध्याय 47 जत्वहं भवतीनां वै दूरे वर्ते प्रियोदृशामि अध्याय 47 पाठ है। उद्धव आसुच्चंदी गोपांगना मानकु सांत्वना देवाई बुझे सुझेकि पूरा पागड़ी भाया होती कृष्णकर प्रेम बुझे आई अनेक कथा आलोचना हो गला। उद्धव कहते भगवान को निर्देश अच्छी प्रकार जे मु सदाबे तुम पाखे अच्छी तुम मन कृष्णमय होकर अच्छे अर्थात तुम मन भितर मु रही खाली मो शरीरटा खाली तुम पाखे होता मो स्वरूप तो तुम मन तुम अंतरात्मा तुम भितर अच्छी आम तुम छाड़ी गली के ये प्रकार सुंदर भाव कहते बर्तमान कौन है देखा जत तु अहम जत्वहम भवतीनां वै दूरे वर्ते प्रियोदृशाय मनसः सन्निकर्षार्थं मदनुध्यानकाम्यया। मु भगवान कृष्ण बर्तमान कहते मु तुम मान दूरे अच्छी भवतीनां वै दूरे वर्ते तुम मान बहुत दूरे अच्छी कहीं प्रियोदृशाय मु हूँ मनस सन्निकर्षार्थम तुम्हारा मन का चगराटा ना बर्तमान कृष्ण पाखे लगे पूरी संसार तुम पड़े यार आउ जाऊ कथा चिंता करके पागल हो तेणु तुम मन एकाग्रतार सह मो पाखे लगी जावाई मुझे दूर अच्छी दूर रही गोटे कारण रही तुम्हें मैंने मत अत्यंत प्रेम कर तुम मन मो चरणार रही कौन भूल ना तेणु मु दूर अच्छी यार गोटे विशेष कारण अच्छे दूर रही तुम निरंतर मो ध्यान पाखे रही सेमतिका ध्यान हम ना अच्छा कौन कि दूर रही फल सदा सर्वदा मोर चिंता बेसी आउ प्रबल भाव है शरीर दृष्टि दूर रही भी मन माध्यम तुमने मोर सानिध्य अनुभव कर मो शरीरटा दूर थे तुम्हें तुम मान मन माध्यम मोर सानिध्य लाभ कर अर्थात मु दूर अच्छी सत कि तुम मन मोठू दूर नहीं दूर थी तुम मन मत धरी नहीं आए तुम मन सदाबे कृष्णमय रोच तेणु ये मनटा कृष्णमय होगापाई शरीरटा मोर दूर रहा ठीक तुम पाखे मो शरीर थे मन सदा सर्वदा कृष्णमय तो मन रोला किंतु बर्तमान दूर थी जी कृष्णमय रही कम था तेणु बर्तमान आहरी बढ़िया किसी असुविधा नहीं निज मन को मो पाखे रखिपर
ଏବଂ ମନ ଭିତରେ ମୋ ରୂପକୁ ଚିନ୍ତନ କରି ଆହୁରି ପ୍ରେମ ହେବ, କୌଣସି ଅସୁବିଧା ନାହିଁ। ତେଣୁ ଶରୀର ପାଖରେ ରହିଲେ ଠିକ୍ ଭାବରେ ଭାବନା କରି ହେବ ନାହିଁ। ଶରୀର ଦୂରରେ ରହିଲେ ମନ ସମ୍ପୂର୍ଣ୍ଣ ସଂଯତ ଶୃଙ୍ଖଳିତ ଏବଂ ଚଗଲାମି ଛାଡ଼ି ମୋ ରୂପ ଚିନ୍ତନରେ ଲାଗିଯିବ। ସେଥିପାଇଁ ତୁମର ମନ ଠିକ୍ ଥିଲା, ଏଥିରେ କୌଣସି ଭୁଲ ନାହିଁ, କିନ୍ତୁ ତୁମଠୁ ଦୂରରେ ରହିବାର ତାତ୍ପର୍ଯ୍ୟ ହେଲା ଏହା ଯେ ମୋ ମନକୁ ଆହୁରି ଭଲ ଭାବରେ ମୋ ପାଖରେ ଲଗେଇଦେବା। ଯଥା ଦୂରଚରେ ପୃଷ୍ଠେ ମନ ଆବିଶ୍ୟ ବର୍ତ୍ତତେ ସ୍ତ୍ରୀଣାଞ୍ଚ ନ ତଥା ଚେତଃ ସନ୍ନିକୃଷ୍ଟେ ଅକ୍ଷିଗୋଚରେ। ଯଥା ଦୂରଚରେ ପୃଷ୍ଠେ ମନ ଆବିଶ୍ୟ ବର୍ତ୍ତତେ, ସ୍ତ୍ରୀମାନଙ୍କର ତଥା ଅନ୍ୟାନ୍ୟ ପ୍ରେମୀମାନଙ୍କର ଚିତ୍ତ ସେମାନଙ୍କର ପରଦେଶୀ ପ୍ରିୟତମଠାରେ ଯେତେ ନିଶ୍ଚଳ ରୂପେ ଲାଗି ରହେ, ଯଥା ଦୂରଚରେ ପୃଷ୍ଠେ ମନ ଆବିଶ୍ୟ ବର୍ତ୍ତତେ। ପୃଷ୍ଠ ମାନେ ନିଜର ପ୍ରିୟତମ, ମାନେ କୌଣସି ଗୃହସ୍ଥାଶ୍ରମ ଭିତରେ ଦେଖିଲେ ଯଦି ଜଣେ ଚାକିରି କରି ବିଦେଶରେ ଅଛି, ସ୍ତ୍ରୀ ରହିଛି ଘରେ, ତାହେଲେ ସେ ସ୍ତ୍ରୀର ମନ ସଦାସର୍ବଦା ନିଜର ପ୍ରିୟତମ ସ୍ୱାମୀର ଚିନ୍ତାରେ ବ୍ୟାକୁଳ ହେଉଥିବ। କୁଆଡ଼େ ରହିଲେ କେଉଁଠି କ'ଣ ଖାଉଥିବେ, କ'ଣ ନାହିଁ, ସେ ରୋଷେଇ କରି ଖାଇପାରନ୍ତିନି, ହୋଟେଲ ଜିନିଷ ଭଲ ଲାଗେନି, କେମିତି କ'ଣ ଚଳୁଥିବେ ଇତ୍ୟାଦି ଇତ୍ୟାଦି ଅନବରତ ତା କଥା ଚିନ୍ତା କରୁଥିବ। କିନ୍ତୁ ପାଖରେ ଥିଲେ କିଛି ଚିନ୍ତା କରିବାର ନାହିଁ, କାରଣ ଅଛନ୍ତି କୋଉଠି ବୁଲୁଥିବେ, କ'ଣ କରୁଥିବେ, ଆସିବେ ଖାଇବେ, ଭାବ ତ ହେବ ଆଉ। ତେଣୁ ମନଟା ଆଉ ସ୍ୱାମୀମୟ ହେଇକି ରହିବ ନାହିଁ, ସେ ଟିକେ ତା ଦେହରେ ଖଇଚା ଆସିଯିବ, ଟିକେ ହାଲକା ହେଇଯିବ ମନ, ଯେହେତୁ ପାଖରେ ଅଛନ୍ତି। ଠିକ୍ ସେମିତି ସ୍ତ୍ରୀଣାଂଶ ନ ତଥା ଚେତଃ ସନ୍ନିକୃଷ୍ଟେ ଅକ୍ଷିଗୋଚରେ, ଆଖି ଆଗରେ ନିକଟରେ ଯଦି ରହିଲା ପ୍ରିୟତମ ବ୍ୟକ୍ତି, ମନ ସେଥିରୁ ତା ଭିତରେ ଲାଗିପାରିବ ନାହିଁ। କିନ୍ତୁ ଦୂରରେ ରହିଲେ ମନଟା ସଦାବେଳେ ସ୍ୱାମୀ ଚିନ୍ତାରେ ରହୁଥିବ। ତେଣୁକରି ମୁଁ ଦୂରରେ ସେଥିପାଇଁ ରହିଛି, ଯେଉଁଟା ତୁମ ମନ ଏକାଗ୍ରତାର ସହ ମୋ ରୂପକୁ ଚିନ୍ତନ କର ତୁମ ଭିତରେ। ବାହାରେ ମୋତେ କହିବା ଏଠି ମାନେ ଆଉ ଗୋଟେ ବିଶେଷ କଥା ଆସୁଛି ଯେ ଏ ବାହାରେ ମୋ ବିଗ୍ରହକୁ ଦର୍ଶନ କଲେ ସେତେ ମନ ଭିତରେ ପ୍ରଭାବ ପଡ଼ିପାରିବନି। ସେ କ୍ଷଣିକ ମନ କିଛି ସମୟ ପାଇଁ ମୋ ରୂପକୁ ଦେଖିଲା, କିନ୍ତୁ ତାହା ମୋ ରୂପ ଦର୍ଶନ ନୁହେଁ, କାରଣ ସେ ସାଙ୍ଗେ ସାଙ୍ଗେ ଭୁଲିଯିବ। କିନ୍ତୁ ଦୂରରେ ମୁଁ ରହିଛି, ବିଗ୍ରହ ଦେଖିବା ଦରକାର ନାହିଁ। ତୁମେ ଘରେ ବସିକି ଯଦି ସ୍ଥିର ଭାବରେ ଚିନ୍ତନ କରି ମୋ ରୂପକୁ ମନ ଭିତରେ ବା ହୃଦୟ ଭିତରେ ଧାରଣ କରି ରଖ, ମନ ଭିତରେ ଯଦି ଧରିପାରିଲ, ତାହେଲେ ତୁମେ ସଦାସର୍ବଦା ତୁମର ମନ ମୋ ପାଖରେ ରହିଗଲା। ସେ ମନ ଆଉ ଚଗଲା ହେବନି, ମୋତେ ଜବରଦସ୍ତ ପାଇଯିବରେ, ପାଇସାରିଲାଣି, ପାଇଯିବ କ'ଣ? ଯଦି ମନଟା ଅନବରତ ପ୍ରଭୁଙ୍କର ସ୍ୱରୂପକୁ ଧରିକି ରଖିଲା, ଖାଲି ଯେ ମନ୍ଦିରକୁ ଗଲେ ପ୍ରଭୁ ମିଳିବେ, ସେଠି ଅଛନ୍ତି, ତାହା ଆଦୌ ନୁହେଁ। ବିଗ୍ରହ ପାଖରେ ଥିଲେ ଭାବ, ଭକ୍ତି, ଶ୍ରଦ୍ଧା ଅଧିକା ହେବ ନାହିଁ। କିନ୍ତୁ ସେଇ ବିଗ୍ରହଠୁ ଦୂରରେ ରହିକିରି ଯଦି ମନ ବିକଳିଆ ହେଇକିରି ପ୍ରଭୁ ଚିନ୍ତନ ମୁଁ କରିବି, କିନ୍ତୁ ପ୍ରଭୁକୁ ହୃଦୟ ଭିତରେ ଧରି ନେଇକି କ'ଣ ଦରକାର ନେଇ ମନ୍ଦିରକୁ ଯିବା ବୋଇଲେ ତାହା ହିଁ ଠିକ୍ ପ୍ରେମ ଏବଂ ତା ଦ୍ୱାରା ଭଗବତ ପ୍ରାପ୍ତି ହେବ। ଏ କଥା ମଧ୍ୟ ସ୍ପଷ୍ଟ ଏଠି କୁହାଗଲା। ବିଗ୍ରହ ସହ କ'ଣ ସମ୍ପର୍କ ନାହିଁ। ମଜ୍ଜାବେଶ୍ୟ ମନଃ କୃଷ୍ଣମ୍ ବିମୁକ୍ତା ଶେଷ ବୃତ୍ତି ଯତ୍ ଅନୁସ୍ମରନ୍ତ୍ୟ ମାଂ ନିତ୍ୟମ୍ ଅଚିରାତ୍ ମାଂ ଉପେକ୍ଷଥ। କହିଲେ ମୟି ଆବେଶ୍ୟ ମନଃ, ତୁମର ସମଗ୍ର ମନ ଭିତରେ ଅନ୍ୟ ଚିନ୍ତା ଥିବ, ମୋ କଥା ଚିନ୍ତା କରୁଥିବ ବୋଇଲେ ମୋତେ ପାଇପାରିବନି। କିନ୍ତୁ ମୁଁ ଦୂରରେ ରହିବା ଫଳରେ ତୁମର ମନ
संपूर्ण मो पाखे लगिगला कृत्स्न मन समग्र मन मो पाखे रहीगला आउ संसार चिंता नहीं अनन्य चिंता अन्य सब चिंता को छाड़ी विमुक्ता से सब वृत्ति समस्त वृत्ति सांसारिक व्यवहार परित्याग कर मन केवल मो रूप को चिंता कर लगे तेणु अनुस्मरती मांग नित्यम ये प्रकार अवस्था मत स्मरण करा जाए अचिरात मांग पैस अति शीघ्र मत ही पाइल तेणु कहबार तात्पर्य ये ठेला पेला भितर मंदिर को लेकर मो विग्रह दर्शन कर विशेष लाभ नहीं सदा सर्वदा घरे बसी जदि मो विग्रह दर्शन न कर मो विग्रह देखा मन व्याकुल हम एवं विग्रह को घरे निर्माण बसिक जदि मन भितर धर नहीं गल फल अति शीघ्र मत पाइब मुक्ति यही बापा मंदिर को देखिए मुक्ति हो पार जा मया किरीटतारात्र्याणि वनेश्वर व्रज आस्थिता अलब्धरासा कल्याण्य माँ आपुः मधुबीर्य विचिंतया हे कल्याण कल्याणी गण मु वृंदावन शरत पूर्णिमा राति निराश क्रीड़ा करुवा बेले जो गोपी मैंने जा मया क्रीडिता रात्रियां बने अश्विन ब्रज आस्थिता अश्विन बने ब्रज आस्थिता अलब्धरासा से समय केतेक स्त्री लोक ब्रजरे रही जाते सुंदर उदाहरण ब्रजरे रही जाते किंतु अलब्धरासा से मो सहित अंग संग होना कि राष्ट्र भाग नाला तथापि हे कल्याणी मंगलमयी गोपांगना माने माँ आपुः मधुबीर्य चिंतया से माने घर भीतर रहीकि मोर रूप आचार व्यवहार को चिंतन करी से आग मुक्ति होगले तम कथा तेणु ये प्रभु मना कर पक्का साधक से मंदिर को जाकि भगवान को देखा कथा चिंता न करू सी कौन कर घरे बस निराणे बसी ध्यानस्थ हो प्राणायाम करी प्रभुंर श्री विग्रह को मन भितर चिंतन करी मनरे धरी धरी रखे बोले तू मत अच्छे प्राप्त हो तीर्थ बुझा मंदिर को जीवार कौन प्रयोजन नहीं एक कथा ये श्लोक गुड़िक सुंदर भाव आलोचना करा से सुखोवाच एवं प्रियतमादिष्टन्नाकर्ण्य व्रजजोषिता सा उरुद्धवं ताः उत्सुः उद्धवं प्रीताः तत्सन्देश संदेशागतश्रुतिः एवं प्रियतम आदिष्टन्नाकर्ण्य व्रजजोषिता ब्रजांगना ने प्रियतम भगवान श्री कृष्ण आदेश ये प्रकार आदेश को शुणी उद्धव ताहा उद्धव चुहु भगवान उद्धव कहते कौन कहले प्रीता अत्यंत खुशी है उद्धव कहते तत्संदेशा संदेश आगत श्रुति प्रभुंकर संदेश पाई सेवा स्वर्ण शक्ति जवान कराला स्वर्ण शक्ति मान चिंतन कले ये कथार केते दूर ठीक एवं तार सत्यता उपलब्धि करी से चित्त कृष्णमय हो गला जहाँफल कहले ये कथाटा ही सब ठीक
ପାଖରେ ରହିବା ଦରକାର ନାହିଁ, ଦୂରରେ ଥିବେ। ଆମେ ଯଦି ମନରେ ଚିନ୍ତା କଲେ ସେଇଟା ଠିକ୍ କଥା ବୋଲି ଗ୍ରହଣ କରିଗଲେ ପ୍ରଭୁଙ୍କ କଥାକୁ ଏବଂ ଉଦ୍ଧବ କହୁଛନ୍ତି ଗୋପ୍ୟ ଗୋପ୍ୟୁ କହିଲେ ଦୃଷ୍ଟ୍ୟା ନାହିତୁ ହତଃ କଂସଃ ଯଦନାନି ସାଧୁକୁ ଅଭକୃତ ଦୃଷ୍ଟ୍ୟାର आर्ति लब्ध सर्वार्थी कुशल्यास्ते अच्युतो अधुना আহিত হত কংস। ଗୋଟେ ସୌଭାଗ୍ୟର ବିଷୟ ଯେ ଯଦୁ ନାହିଁ, ଯଦୁମାନଙ୍କର ଯଦୁବଂଶୀମାନଙ୍କୁ କଷ୍ଟ ଦେଉଥିବା ଏ କଂସ ବଡ଼ ସୌଭାଗ୍ୟର କଥା। କଂସ ଚାଲିଗଲା, ମରିଯାଇଛି, ଏଇଟା ବଢ଼ିଆ ହେଲା। ଦୃଷ୍ଟ୍ୟା ଆପ୍ତି ଲବ୍ଧ ସର୍ବାର୍ଥୀ, ବର୍ତ୍ତମାନ ଲବ୍ଧ ସର୍ବାର୍ଥୀ ଯଦୁବଂଶୀମାନେ ତାଙ୍କର ସମସ୍ତ କାମନା ତାଙ୍କର ପୂର୍ଣ୍ଣ ହୋଇଗଲା। ସେମାନେ ଅନୁଗାମୀମାନଙ୍କ ସମେତ କଂସ ସାନୁଗ କଂସ ଅନୁସରମାନଙ୍କ ସହିତ କଂସ ବର୍ତ୍ତମାନ ଯଦୁମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ପାପ ଆଚରଣ କରୁଥିଲା, ସେ ମରିଗଲା, ବହୁତ ଭଲ ହେଲା। ଦୃଷ୍ଟ୍ୟା ଆପ୍ତି ଲବ୍ଧ ସର୍ବାର୍ଥୀ, ବର୍ତ୍ତମାନ ଏମାନେ ଯଦୁବଂଶୀମାନେ ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହୋଇଗଲା। କୁଶଳୀ ଆସ୍ତେ ଅଚ୍ୟୁତ ଅଧୁନା, ତେଣୁ ଭଗବାନ ମଧ୍ୟ ଆଶ୍ୱସ୍ତ ହୋଇଗଲେ। ସେମାନେ ଅତି ସୁନ୍ଦର କୁଶଳରେ ସିଏ ଅଛନ୍ତି, କୁଶଳରେ ଅଛନ୍ତି ତ ସେମାନଙ୍କ ସହିତ କୁଶଳରେ ନିବାସ କରୁଛନ୍ତି। क्वचित् गदाग्रजः सौम्य करोति पुरजोषितां प्रीतिं नः स्निग्ध सव्रीडहासोदारे क्षणार्चितः। क्वचित् गदाग्रजः, गदाधर भगवान बलराम जार अग्रज, बलराम को सानो भाई, सौम्य अत्यंत सुंदर भगवान श्री कृष्ण करोति पुरजोषितां प्रीति। नगरवासी श्री मधुपुरी मथुरापुरी बासी जोशीटी मानकर प्रीतिवर्धन कर खुशी कर स्निग्ध सव्रीड हासोद्गार ईक्षणार्चित। से आमको जपरी प्रेम करते चिक्कण स्नेहपूर्ण लाजे लाजिकी हस एवं मांक चाहाणी करी आम प्रति प्रेम करते मथुरावासी नारी को प्रेम कर कथा प्रसंग कथम रक्ति विशेषज्ञ प्रियस्य वरजोषितां नानुबध्येत तद्वाक्यै विभ्रमैः चानुभाजितः रक्ति विशेषज्ञ और रक्ति भाव को विशेष भाव जानी भगवान कृष्ण प्रियश्च वरजोषितां एवं वरजोषितां वरांगना मानकर सी होती प्रियतम माने सुंदरी मान श्रेष्ठ सुंदरी मानकर प्रियतम एवं रक्ति रस को भल भाव जानी भगवान श्री
କୃଷ୍ଣଚନ୍ଦ୍ର ନାନୁବଧ୍ୟେତ ତଦ୍ବାକି ଆମର ପ୍ରିୟ ଶ୍ୟାମସୁନ୍ଦର ପ୍ରେମର ମୋହିନୀ କଳାରେ ବିଶେଷଜ୍ଞ। ସବୁ ସୁନ୍ଦରୀ ସ୍ତ୍ରୀ ତାଙ୍କୁ ପ୍ରେମ କରନ୍ତି। ତେଣୁ ଯଦି ନଗରର ସ୍ତ୍ରୀମାନେ ତାଙ୍କୁ ମିଠା ମିଠା କଥା କହିବେ ଓ ହାବଭାବର ସହିତ ତାକୁ ଚାହିଁବେ, ତେବେ ସେ ସେମାନଙ୍କ ଉପରେ କାହିଁକି ବା ମୁଗ୍ଧ ନ ହେଇଯିବେ। ନାନୁବଧ୍ୟେତ ତଦ୍ବାକି ବିଭ୍ରମୀ ଚାଲୁଭାଜିତା। ଭଗବାନଙ୍କୁ ବିଳାସ ଦୃଷ୍ଟିରେ ଚାହିଁକିରି ଯଦି ପ୍ରେମ ନିବେଦନ କରିବେ ତାହେଲେ ଇ ତ ରତିରସଜ୍ଞ ଏବଂ ସୁନ୍ଦରୀ ବନିତାମାନଙ୍କର ପ୍ରିୟ ମାନେ ପ୍ରଭୁଙ୍କର ରୂପ ମାଧୁର୍ଯ୍ୟ ଏତେ ଚିତାକର୍ଷକ ଯେ ଯେକୌଣସି ସ୍ତ୍ରୀ ଲୋକ ଦେଖିଲେ ତାଙ୍କ ପ୍ରତି ଆକୃଷ୍ଟ ହୋଇଯିବ। ତେଣୁ ମଥୁରାପୁରୀ ଯୁବତୀମାନେ ତଦ୍ବାକି ବିଭ୍ରମୀ ସେମାନେ ମିଠା ମିଠା କଥା କହି ବିଳାସପୂର୍ଣ୍ଣ ଦୃଷ୍ଟିରେ ତାଙ୍କୁ ଚାହିଁକିରି ଯଦି ପ୍ରେମ ନିବେଦନ କରନ୍ତି ତାହେଲେ ସେ ପ୍ରଭୁ ତାଙ୍କୁ ସାଙ୍ଗରେ ପ୍ରେମ କରିବେ। ଆଉ ଅସୁବିଧା କ'ଣ ଅଛି? ଅପି ସ୍ମରତି ନଃ ସାଧୁ ଗୋବିନ୍ଦ ପ୍ରସ୍ତୁତେ କ୍ୱଚିତ୍ ଗୋଷ୍ଠ ମଧ୍ୟ ପୁର ସ୍ତ୍ରୀଣାଂ ଗ୍ରାମ୍ୟା ସ୍ୱୈର କଥାନ୍ତରେ। अरे हे साधु उद्धवजी से सत्पुरुष बर्तमान स्मरती न बर्तमान भगवान श्रीकृष्ण आमको टे मन गोविंद प्रस्तुत क्वचित नगर नारी मान मेल किसी चर्चा चलता बेले आमर प्रिय श्रीकृष्ण जिते बिना संकोच स्वच्छंदरे सेମାନଙ୍କ ମେଳରେ ପ୍ରେମ କଥା ଆରମ୍ଭ କରିଦେଉଥିବେ। ସେତେବେଳେ ପ୍ରସଙ୍ଗ କ୍ରମେ ଆମ କଥା କେବେ ମନେ ପକାନ୍ତି? ଅପି ସ୍ମରତି ନଃ ସାଧୁ ଗୋବିନ୍ଦ ପ୍ରସ୍ତୁତେ କ୍ୱଚିତ୍। ମଥୁରାପୁରୀ ସ୍ତ୍ରୀମାନଙ୍କ ଗହଣରେ ବସି ଆଲୋଚନା ଚାଲିଥିବା ବେଳେ ଗୋଷ୍ଠୀ ମଧ୍ୟରେ ପୁର ସ୍ତ୍ରୀ ରାଇ ପୁରମାନେ ସେଇ ମଥୁରାପୁରର ସ୍ତ୍ରୀମାନଙ୍କ ଗୋଷ୍ଠୀ ମଧ୍ୟରେ ବସି କୃଷ୍ଣ ଯେତେବେଳେ ବିଭିନ୍ନ କଥା ଆଲୋଚନା କରୁଥିବେ, ସେ ସମୟରେ ସ୍ତ୍ରୀ ପ୍ରସଙ୍ଗରେ ଆଲୋଚନା ହେଉଥିବ ତେଣୁ ସେ ତ ଆମ କଥା ତାଙ୍କର ମନେ ପଡ଼େ କି ଆମ କଥା କିଛି କହନ୍ତି କି ଏ କଥା ଉଦ୍ଧବଙ୍କୁ କହୁଛନ୍ତି। ତାମାନେ ଏମାନେ ବର୍ତ୍ତମାନ ପ୍ରେମରେ ଏତେ ପାଗଳ ଯେ ଏଗୁଡ଼ାକ ଭଗବାନଙ୍କ ସହିତ ଥିବା ଏମାନଙ୍କର ପ୍ରେମ ଭାବ ଅନ୍ୟ ପୁରୁଷ ଆଗରେ ଉଦ୍ଧବ କୃଷ୍ଣ ଗୋବିନ୍ଦ ଆଉ ଜଣେ ନା, ସେ ତାଙ୍କ ଲକ୍ଷ୍ୟ ସକାଳନ୍ତୁ ନା, ଆଉ ଜଣେ ସିଏ ହେଲେ ତାଙ୍କ ଆଗରେ ମଧ୍ୟ ଭଗବାନଙ୍କ ସହିତ ଯେଉଁ ପ୍ରେମ ସମ୍ପର୍କ ରହିଥିଲା ତାହା ନିବେଦନ କରିବା ପାଇଁ ଏମାନେ ପଛେଇ ନାହାନ୍ତି। ତାର ତାତ୍ପର୍ଯ୍ୟ ଏହା ଯେ ତାହା ଅବୈଧ ପ୍ରେମ ନଥିଲା। ଅବୈଧ ପ୍ରେମ କେହି କାହା ଆଗରେ କହିପାରିବ ନାହିଁ। ସେଠି ଥିଲା ଆମ ଶରୀରଟା ଯଦି ପ୍ରଭୁଙ୍କ ଦ୍ୱାରା ପ୍ରଭୁ ଆମ ଶରୀରଟା ପାଇଲା ପରେ ଯଦି ତାଙ୍କୁ ଖୁସି ମିଳେ, ସିଏ ଆନନ୍ଦ ଅନୁଭବ କରନ୍ତି, ତାହେଲେ ଏଇ ଶରୀର ବି ତାଙ୍କୁ ସମର୍ପଣ କରିଦେବା। ଏ ସମର୍ପିତ ଭାବ ଥିଲା ଶରୀର ସମର୍ପିତ ଭାବ, ଯାହାଫଳରେ ତାହା ଲଜ୍ଜାକର ନୁହେଁ। କାରଣ ପ୍ରଭୁ ହେଲେ ସମସ୍ତଙ୍କର ସର୍ବସ୍ୱ। ସେ ସ୍ୱାମୀ ଜଗତର ସ୍ୱାମୀ ଜଗନ୍ନାଥ ସ୍ୱାମୀ ଭଗବତର ସ୍ୱାମୀ। ଆଉ ଉପାଗତା ମାନେ କହିଛନ୍ତି ଯେ ଆମ ସ୍ୱାମୀଙ୍କ ଭିତରେ ଆପଣ ଅଛନ୍ତି ଏବଂ ଆପଣଙ୍କ ବିନା ସେ ଯେଉଁ ଶରୀରଟା ଆମର ସ୍ୱାମୀ ହେବାର ପ୍ରଶ୍ନ ନାହିଁ, ମୁର୍ଦାରଟା ସିଏ। କିନ୍ତୁ ଆପଣ ଥିବାରୁ ସେ ଶରୀର ଭିତରେ ଆମର ସ୍ୱାମୀ ସେ ହେଇଛନ୍ତି। ତେଣୁ ସେଇ ପ୍ରଭୁ ତ ଆପଣ, ତେଣୁ ଆପଣଙ୍କୁ ଆମେ ଯଦି ସ୍ୱାମୀ ଭଳିଆ ସ୍ନେହ ଶ୍ରଦ୍ଧା କରୁ, ଆମର ଅପରାଧ କୋଉଠି ରହିଲା? ଆମର ତ ଜଗତର ସ୍ୱାମୀ ନା, ଆମର ବି ସ୍ୱାମୀ। ଆମେ ତ ସେଇ ଲକ୍ଷ୍ୟରେ
आम स्वामी के हम विषय तुम्हें ही आम स्वामी सी भी स्वामी हाँ तू कौन है आज ता भीतर आपण थे सी आम स्वामी किसी तो आप ये तेणु पक्का आपण ही स्वामी एकर कौन भूल ना से भारी यह प्रमाण कर प्रभु ये प्रमाण सुंदर भाव में करदे फल मान मन तो सहीगला और चमत्कार भाव कहले मोटे कुआड़े जावा दरकार नहीं विग्रहटा पाखे रही मो शरीर तुम पाखे थे तुम मन एत व्याकुल हंतान कि मो रूप चिंतन कर लगता ना मन चंचल एवं अस्थिर नाना प्रकार भावना आसंता बर्तमान अनन्य मनरे मो रूप चिंतन तुम कौच मो पागल हो गलि ये केवल मु तुम दूरे पड़े शरीर पाखे रही देखिले से प्रेम हबनी विच्छेद द्वारा श्रृंगार पुष्टि बसुते तेणुक प्रमाण करदेला जे विग्रह दर्शन करने कड़े जाने तीर्थ यात्रा मंदिर दर्शन आदौ से प्रभु को दर्शन नक विकल होदी स्वरूप को घरे बसिक चिंतन कर मन भितर स्थिर एवं निश्चल भाव धरी नहीं जबरदस्त मुक्ति हो गला रे बापा आउ मंदिर भितर को जाइकरी ठेला पेला भितर मन आदौ थय ना से गोटे से मूर्ति दर्शन करनी मूर्ति स्वरूप को भितर को नहीं पारनी से दर्शनर माइनस मार्किंग हम घरे बो तेणु से दूरे रही चिंतन करना ठीक ये कथा स्पष्ट करदे मंदिर को आदौ जाए दूरे रही मो रूप को ठीक भाव में ध्यानस्थ होकर चिंतन करे अक्षुण्ण अवस्था मन जदि रूप को धरी नहीं गला तार भगवत प्राप्ति होगा मुक्ति हो कौन से भूल ना ये कथा बुझे गोपांगन मान मन थय होगा जय जगन्नाथ यहाँ समस्त उपदेश मंदिर को जाई अत्यंत गहली कर गोटे पैसा किसी मिलनी ये बसिले तो सबुदिन पुरी बुझ सबुदिन से बेढ़ा भितर कौ जगार कौन अच्छी प्राय मन भितर अच्छी तेणु ता भर बुले असुविधा कौन ताही प्रकृत बुला कि भागवत पढ़ा होदी मन जा बजार में बुलूसी ताले कि भागवत पढ़ार जेहेतु मन ना बजार बुलार अच्छी बजार में बुलूँ भागवत पढ़ुनी आदि घरे बसी जय जगन्नाथ जगन्नाथ बेढ़ा परिक्रमा कर जगन्नाथ स्वरूप को अक्षुण्ण भाव माने संपूर्ण श्री विग्रह को पूर्ण मात्रा जदि हृदय धरी नहीं गल साधना पक्का होगा 100 भूल किसी हेनी से प्रभु को पाइल पाठ माने ये भागवत ये टीपी पकेवा जय जगन्नाथ देखा कि पाठ कहले ताहा किं निशा स्वरंती जासु तदा प्रिया वृंदावने कुमुद कुंद शशांक रम्ये रे में कौन तो चरण नूपुर रास गोष्ठिया अस्वांग भी ईडित मनोज्ञ कथा कदाचित आहरी कहते आम सहित शरीर सहित आम शरीर संपर्क होता कौटी रास क्रीड़ा क्षेत्र में सीधा शारदीय पूर्णमी कुमार पूर्णमी दिन ताहा किं निशा स्मरती जासु तदा प्रिया से जो निशा राति शरद पूर्णमी राति जो रातिटारे आम सहित अंग संग होता प्रिया भी वृंदावने गोपांगना आम मान सहित वृंदावन रे कुमुद कुंद शशांक रम्ये कुमुद माने रात्रि कई फूल फुटे कई फूलटा धला चंद्र किरण धला कुंद फूल भी धला शशांक चंद्र किरण परीक्षित धला सब धला यही प्रकार अत्यंत धलाटा सबुठारु प्रकाशकम शांत मन को थय करदेव शांत करदेव एवं से शुद्ध करदेव से शुद्ध मन भितर प्रभु आविर्भाव हो चित्त
କାହିଁ ସୁନ୍ଦର କଥା ପଡ଼ିଲା। ଚିତ୍ତର ସ୍ୱରୂପ କେମିତିକା? ବିଲକୁଲ ଶୁଦ୍ଧ, ତା ଭିତରେ କୌଣସି ଗୁଣର ପ୍ରାଧାନ୍ୟ ନାହିଁ, ନିର୍ମଳ, ସଂସାର ଚିନ୍ତା ନାହିଁ, ଯାହାଫଳରେ ଅତ୍ୟନ୍ତ ପରିଷ୍କାର ଶୁଦ୍ଧ ତା ଭିତରେ ସବୁ ପ୍ରଭୁ ପଶିଯାଆନ୍ତି। ଚିତ୍ତର ଦେବତା ବାସୁଦେବ। ତେଣୁ ଚିତ୍ତଟା ସଦାସର୍ବଦା ଶାନ୍ତ ଅବିଚଳିତ ଅବସ୍ଥାରେ ଥାଏ, କୌଣସି ସାଂସାରିକ ଦୁଃଖ ଜଞ୍ଜାଳ ଦ୍ୱାରା ସେ ବିଘ୍ନିତ ହୁଏ ନାହିଁ, ସୁନ୍ଦର ଭାବରେ ହୁଏ ନାହିଁ। ତାହା କି ନିଶା। ତେଣୁ ସେଇ ଯେଉଁ ରାତିରେ ଆମ ଅଙ୍ଗସଙ୍ଗ ହୋଇଥିଲା ଗୋପାଳମାନଙ୍କ ସହିତ ବୃନ୍ଦାବନରେ, ଯେଉଁଟା କୁନ୍ଦ ଫୁଲ ଫୁଟିଥିଲା, କୁମୁଦ କଇଁ ଫୁଲ ଫୁଟିଥିଲା ଏବଂ ଚନ୍ଦ୍ର ଜ୍ୟୋତ୍ସ୍ନା ଶରତ ପୂର୍ଣ୍ଣମୀର ଚନ୍ଦ୍ର କିରଣ ବିଚ୍ଛୁରିତ ହୋଇକି ପଡ଼ିଥିଲା। ସେଇ ରାତିରେ ରେମେ କୋଣତ ଚରଣ ନୂପୁର ରାଷ୍ଟ୍ର ଗୋଷ୍ଠୀ ରାସଲୀଳା ଚାଲିଥିଲା ଏବଂ ସେଠି ଗୀତ ବାଦ୍ୟ ନାଟ ସବୁ ଚାଲିଥିଲା। ସେଥିରେ ଆମର ପାଦର ପାଉଁଜି ଝୁଣୁ ଝୁଣୁ ହେଇକିରି ବାନ୍ଧୁଥାଏ, ତାଳ ଦେଇକିରି ଗୀତ ନୃତ୍ୟ ସବୁ ହେଉଥିଲା। ସେଇ କଥା ଅସ୍ମାଭିଃ ଇଳିତ ମନୋଜ୍ଞ କଥା, ଆମମାନଙ୍କ ଦ୍ୱାରା ସ୍ତୁତି କରାଯାଉଥିବା ଅତ୍ୟନ୍ତ ଚିତ୍ତାକର୍ଷକ କଥା ଆମେ ଅନେକ ସୁସ୍ୱରରେ ଗୀତ ବୋଲୁଥିଲୁ, ଯେଉଁଟା ପ୍ରଭୁ ମଧ୍ୟ ଆମକୁ ପ୍ରଶଂସା କରୁଥିଲେ। ଏଇ ଯେଉଁ ତାହେଲେ ଏଠି ମଧ୍ୟ କହିବାର ତାତ୍ପର୍ଯ୍ୟ, ଭାବ ପରିପୂର୍ଣ୍ଣ ଗୀତ ବି ଭଗବତ ସତ୍ତା ଅନୁଭବ କରେଇ ଦିଏରେ। ତେଣୁ ଏଇଟା ଗୋଟେ ଭଲ ଜିନିଷ। ଏଠି ମଧ୍ୟ ଏହା ସେଥିପାଇଁ କୁହାଗଲା, ଯେଉଁ ଭାବପୂର୍ଣ୍ଣ ଗୀତ ବୋଲାଯାଉଛି ତା ଭିତରେ ବସିକିରି ତାକୁ ଯଦି ଶୁଣିବ, ସମ୍ପୂର୍ଣ୍ଣ ଭାବ ପଳେଇ ଆସିବ, ପ୍ରଭୁଙ୍କର ସ୍ୱରୂପ ଆରାମରେ ଚିନ୍ତନ କରି ହେବ, ସଂସାର ହଟିଯିବ। ଏ ସ୍ୱର ଭିତରେ କିଛି କମ୍ କଥା ନାହିଁ। ତାହେଲେ ସେଇ କଥା କହୁଛନ୍ତି, ଆମେ ସୁସ୍ୱରରେ ପ୍ରଭୁଙ୍କର ଯଶଗାନ କରୁଥିଲୁ ଏବଂ ତାହା ମଧ୍ୟ ପ୍ରଭୁ ପ୍ରଶଂସା କରୁଥିଲେ। ଆଉ ସେ ରାତିରେ ଚନ୍ଦ୍ରକିରଣ ପଡ଼ିଥିଲା, ସବୁଗୁଡ଼ାକ କାମୋଦ୍ଦୀପକ ପ୍ରସ୍ଫୁଟିତ କଇଁ ଫୁଲ ଥିଲା, କୁନ୍ଦ ଫୁଲ ଫୁଟିଥିଲା, ସବୁଆଡ଼ ଶୁଭ୍ର ଜ୍ୟୋତ୍ସ୍ନା ପୂର୍ଣ୍ଣ ଗୀତ ଯାହାବିନି ଏଇ ପ୍ରକାର ଅବସ୍ଥାରେ ଥିଲା। ଆଉ ତା ଭିତରେ ଶାରଦୀୟ ପୂର୍ଣ୍ଣମୀ କୁମାର ଉତ୍ସବ ଦିନ ଆମ ସହିତ ତାଙ୍କର ଅଙ୍ଗସଙ୍ଗ ହୋଇଥିଲା ଏବଂ ସେଇସବୁ କଥା କ'ଣ ଟିକେ ଭାବୁଛନ୍ତି, କେତେବେଳେ କେମିତି କହିଦିଅନ୍ତି କିଛି କଥା। ସେଇ କଥା ଉଦ୍ଧବଙ୍କୁ ପଚାରୁଛନ୍ତି। ଅପି ଏଷ୍ୟତି ଇହ ଦାସାରଃ ତପ୍ତା ସୁକୃତୟା ଶୁଚା ସଞ୍ଜୀବୟନ୍ ନୁନୁ ଗାତ୍ରୀଃ ଯଥେନ୍ଦ୍ର ବନମମ୍ବୁଧୈଃ କହିଲେ। ଅନ୍ୟ କେତେକ ଗୋପୀ କହିଲେ ଅପି ଏଷ୍ୟତି ଇହ ଦାସାରଃ। ଦାସାରଃ ମାନେ ଯଦୁପତି, ଯଦୁନନ୍ଦନ ଭଗବାନ ଶ୍ରୀକୃଷ୍ଣ ଏଷ୍ୟତି ଆଗମିଷ୍ୟତି କେହି ଆଗକୁ ଆସିବେ କୁହନ୍ତୁ, ଆଗକୁ ଆସିବେ କି? ଦାସାରଃ ତପ୍ତା ସୁକୃତୟା ଶୁଚା। କାରଣ ଆମେମାନେ ତାଙ୍କ ବିରହରେ ଉତ୍ତପ୍ତ ହେଇକି ରହିଛୁ ଏବଂ ସୁକୃତୟା ଶୁଚା, ସେମାନେ ଆମ ପ୍ରତି ଯେଉଁ ପ୍ରଭୁ ଆମ ପ୍ରତି ଯେଉଁ ପ୍ରକାର ଆଚରଣ କରିକି ଯାଇଛନ୍ତି ତାକୁ ଚିନ୍ତନ କରି ଆମେ ମନସ୍ତାପରେ ରହିଛୁ, ଆମ ମନ ଉତ୍ତପ୍ତ ଅବସ୍ଥାରେ ରହିଛି। ତେଣୁ ତାକୁ ଶୀତଳ କରିବା ପାଇଁ ପ୍ରଭୁ ଆସୁଛନ୍ତି ତ, ଆସିବେ କି? ସଞ୍ଜୀବୟନ ନନ୍ଦୁ ଗାତ୍ରୀ ଯଥା ଇନ୍ଦ୍ର ବନ ମମ୍ବୁଧୈଃ। ଇନ୍ଦ୍ର ବନ କହିଲେ କ'ଣ? ଖରାଦିନେ ଦାବାଗିରି, ତାର ସେ ନିଆଁ ଲାଗିଯାଏ ଗଛ ଘଷିକି, ସେ ଦାବାଗିରି ଜନିତ ସନ୍ତାପକୁ ଦୂର କରିବା ପାଇଁ ବର୍ଷା କରନ୍ତି, କରିବା ଫଳରେ ବନ ଶାନ୍ତ ହୋଇଯାଏ, ଉତ୍ତପ୍ତରୁ ରକ୍ଷା ମିଳିଯାଏ। ସେମିତି ଆମେମାନେ ପ୍ରଭୁଙ୍କ ବିରହରେ ଆମେ ମଧ୍ୟ ଆମର ହୃଦୟ ବ୍ୟଥିତ ହେଉଛି, ଜଳୁଛି ପଡ଼ିକିରି। ତେଣୁ ସ୍ୱକୃତ ନିଜ ଦ୍ୱାରା ନିଜେ ଆମ ପ୍ରତି ଯେଉଁ ପ୍ରକାର ଆଚରଣ କରିକି ଯାଇଛନ୍ତି
ଆମ ଶରୀର ସୁଖ କରିକି ଯାଇଛନ୍ତି ସେ କଥା ଚିନ୍ତା କରି ଆମ ହୃଦୟ ଜଳୁଛି। ଯେମିତି ଖରାଦିନେ ଜଳୁଥିବା ଜଙ୍ଗଲରେ ଇନ୍ଦ୍ର ବର୍ଷା କରିକିରି ଶାନ୍ତ କରିଦିଅନ୍ତି, ପ୍ରଭୁ ଏଠିକି ଆସି ଆମ ହୃଦୟକୁ ଶୀତଳ କରିବେ କି? ଏ କଥା ପ୍ରଶ୍ନ କଲେ ଗୋପାଙ୍ଗନା ମାନେ ଉଦ୍ଧବଙ୍କୁ। କସ୍ମାତ୍ କୃଷ୍ଣ ଇହା ୟାତି ପ୍ରାପ୍ତ ରାଜ୍ୟ ହତା ଅହିତ ନରେନ୍ଦ୍ର କନ୍ୟା ଉଦ୍ବାହ୍ୟ ପ୍ରୀତ ସର୍ବ ସୁହୃଦୃତ। ଆଉ ଗୋଟେ ଗୋପାଙ୍ଗନା, କିଛି ଗୋପାଙ୍ଗନା କହୁଛନ୍ତି କସ୍ମାତ୍ କୃଷ୍ଣ ୟାତ୍ୟା, ଆଉ କୃଷ୍ଣ କାହିଁକି ଆସିବେ? ପ୍ରାପ୍ତ ରାଜ୍ୟ, ତାଙ୍କୁ ସବୁ ମିଳିଗଲା ନା। ବର୍ତ୍ତମାନ ଏଠି ଗୌର ପିଲା ହେଇକି ଗାଈ ଚଳଉଥିଲେ, ସେଠି ରଜା ହେଇଗଲି। ହତାହା ଅହିତ, ପ୍ରଭୁଙ୍କର ଯିଏ ଅହିତ ସାଧନ କରୁଥିଲେ ରାକ୍ଷସ ଗୁଡ଼ାକ ସମସ୍ତେ ବଲେ, ସେ ରଜା ହେଇସାରିଲେଣି। ନରେନ୍ଦ୍ର କନ୍ୟା ଉଦ୍ବାହ୍ୟ, ତାଙ୍କର ରାଜକନ୍ୟା ଅଭାବ ହବ କି? ଯିଏ ତ ଦେଖିବ ସିଏ କହିବ ମୁଁ ୟାଙ୍କୁ ପତି କରିବି ନା। ତେଣୁ ଯେତେ ସୁନ୍ଦରୀ ରାଜକନ୍ୟା ଅଛି ସମସ୍ତେ ତାଙ୍କର ପତ୍ନୀ ହେଇଯିବେ, ଆଉ ତାକୁ କ'ଣ ରାଜକନ୍ୟା ଅଭାବ ହବ ନା କ'ଣ? ତେଣୁ ସିଏ ତାଙ୍କର ସମସ୍ତ ଶତ୍ରୁ ବର୍ତ୍ତମାନ କରିସାରିଲେଣି। ତେଣୁ ସନ୍ତ ନିଆରେ ରଜା ହେଇସାରିଲେଣି, ରାଜକନ୍ୟାର ଅଭାବ ତେଣୁ ହବ ନାହିଁ। ତେଣୁ ପ୍ରୀତ ସର୍ବ ସୁହୃଦୃତ, ସମସ୍ତ ସୁହୃଦଜନ ତାଙ୍କର ବାପ ମା ସବୁ ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ସବୁ ସେଇଠି ଅଛନ୍ତି, ସେମାନଙ୍କ ଗହଣରେ ରଜା ହେଇକିରି ଶତ୍ରୁ ଶୂନ୍ୟ ହେଇକିରି ରାଜକନ୍ୟା ବିବାହ କରିକିରି ଆରାମରେ ରହିବେ। ଆମକୁ ଅରୁଣୀ ଗୋପାଳୁଣୀ ଗୁଡ଼ାକ ଆମେ ଗାଉଁଲି ଝିଅ, ସେ ଟାଉନ ଝିଅ, ତାଙ୍କ ଛାଡ଼ିକିରି ଆମ ପାଖକୁ ଆସିବେ କାହିଁକି? ସୁନ୍ଦର କଥା ଉଦ୍ଧବ କହୁଛନ୍ତି। ତାପରେ କିଂ ଅସ୍ମାଭିଃ ବନୁହା, ସେଇ କଥା ଆହୁରି କହିଲେ, ବନୁକୁଭିଃ ଅନ୍ୟାଭିଃ ବା ମହାତ୍ମନଃ ଶ୍ରୀପତେଃ ଆପ୍ତକାମସ୍ୟ କ୍ରିୟତାର୍ଥଃ କୃତାତ୍ମନଃ। କହିଲେ ଆଉ ଅନେକ ଗୋପାଳମାନେ ସେଠି ଅଛନ୍ତି, ଉଦ୍ଧବ ବସିଛନ୍ତି। ଜଣେ ଗୋଟେ ପ୍ରକାର କହିଲା କି, ଆଉ ଜଣେ କହୁଛି କ'ଣ ଖାଲି ସେତିକି, ଆଉ ମୁଁ କହୁଛି। ଆଉ ଜଣେ ଗୋପୀ କହୁଛି ନାଇଁଲ ସଖୀ, କୃଷ୍ଣ ସ୍ୱୟଂ ଲକ୍ଷ୍ମୀପତି, ତ ନାରାୟଣ ଆଉ ଲକ୍ଷ୍ମୀପତି, ସିଏ ସର୍ବଥା ପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ବାସନା ନାହିଁ। ସ୍ତ୍ରୀ ମାଧ୍ୟମରେ ସୁଖ ପାଇବା ଏଇ ଜିନିଷ ତାଙ୍କ ପାଖରେ କିଛି ନାହିଁ। ତାଙ୍କୁ ସ୍ତ୍ରୀ କ'ଣ ଦରକାର? କୃତ୍ୟ ତାଙ୍କର କୌଣସି କାମନା ନାହିଁ, କାମନା ବାସନା ନାହିଁ, କି କାହା ମାଧ୍ୟମରେ ସୁଖ ପାଇବାର ନାହିଁ। ସେ ସଦାବେଳେ ପୂର୍ଣ୍ଣ କାମ, ସେ ଆନନ୍ଦମୟ, ନିଜାନନ୍ଦକୁ ନିଜେ ଅନୁଭବ କରିକିରି ଆରାମ, କି ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ, କୌଣସି କର୍ମର ବାଧିକ ନୁହଁ। ତେଣୁ ଆମ ପରି ବନବାସିନୀ ଗୌରୁଣୀଙ୍କ ଠାରେ ତାଙ୍କର କ'ଣ କାମ? ବଡ଼ ବଡ଼ ରାଜକୁମାରୀଙ୍କ ଠାରେ ତେଣୁ ଆମ ଭଳିଆ ଗୌରୁଣୀ ତାଙ୍କର ଦରକାର ନାହିଁ, କି ସୁନ୍ଦରୀ ରାଜକନ୍ୟା ବି ଦରକାର ନାହିଁ। ତ ପୂର୍ଣ୍ଣ କାମ, ଆଉ ତାଙ୍କର କ'ଣ ସ୍ତ୍ରୀ ମାଧ୍ୟମରେ ସୁଖ ଭୋଗ କରିବା ତାଙ୍କର ଅଛି କିଛି ନା। ତେଣୁ ସେ ତାଙ୍କର କିଛି ଦରକାର ନାହିଁ। ଗୌରୁଣୀ ଆମ ଭଳିଆ ଗୌରୁଣୀ ଦରକାର ନାହିଁ, କି ରାଜକନ୍ୟା ବି ଦରକାର ନାହିଁ। ଆମ ବିନା ତାଙ୍କର ଏବେ କେଉଁ କାମ ଅଟକି ଯିବ? ଆମେ ବର୍ତ୍ତମାନ ନାହିଁ, ସେ କ'ଣ ଆରାମରେ ଅଛନ୍ତି ନା ନାହିଁ? ନା ମୁଣ୍ଡ ବାଡ଼ିକି ଚାହୁଁଛନ୍ତି ସେଠି ବସିକି? କିଛି ସେ ପୂର୍ଣ୍ଣ କାମ କ'ଣ କୋଉଠି କେତେବେଳେ ହେଇଗଲା ସେ ସରିଲା, ସେ କାମ ସେତିକିରେ। ସେ କାହିଁ ତାକୁ ଚିନ୍ତା କରି ଗତନ୍ନ ଶୌଚାମି କୃତଜ୍ଞ ମନ୍ୟେ, ଗଲା କଥା ଗଲାଣି ସଜନି, ଆଉ ତାକୁ ମନେ ପକେଇବେ। ସେ ପୂର୍ଣ୍ଣ କାମ, ଆତ୍ମାରାମ, ଆନନ୍ଦରେ ନିଜାନନ୍ଦକୁ ନିଜେ ଅନୁଭବ କରି ରହନ୍ତି। ତାଙ୍କୁ କ'ଣ ଦରକାର ବାପା? କିଂ ଅସ୍ମାଭିଃ ବନୌକଭିଃ, ବନବାସୀ ଗାଉଁଲି କନ୍ୟା ଆମ ପାଖରେ ତାଙ୍କର କାମ କ'ଣ? ଆଉ ଅନ୍ୟାଭିଃ, ରାଜକନ୍ୟା ବୋଲି କହୁଛୁ, ତାଙ୍କ ପାଖରେ ତାଙ୍କର କାମ ବା କ'ଣ? କାରଣ ସିଏ ହେଲେ ସ୍ୱୟଂ ଶ୍ରୀପତି, ଲକ୍ଷ୍ମୀପତି। ସିଏ ଆରେ ଲକ୍ଷ୍ମୀଙ୍କ ଠାରୁ ବଳିକିରି ଆଉ କ'ଣ ସୁନ୍ଦରୀ ସବୁ ଅଛନ୍ତି କୋଉଠି? ଆଉ ଲକ୍ଷ୍ମୀ ତ ସର୍ବଶ୍ରେଷ୍ଠ, ସର୍ବଶ୍ରେଷ୍ଠା ସୁନ୍ଦରୀ, ସିଏ ତ ତାଙ୍କର ପତ୍ନୀ। ତାଙ୍କୁ ଆଉ ଗୋଟେ ଗୌରୀ କ'ଣ ଦରକାର? କୋଉ ରାଜକନ୍ୟା କ'ଣ ଦରକାର? ସେ ଆପ୍ତ କାମ, ସେ ହେଲେ ପୂର୍ଣ୍ଣ କାମ, କ୍ରିୟତାର୍ଥ କୃତାତ୍ମନଃ, ସେ କାହା ମାଧ୍ୟମରେ ସୁଖ ଭୋଗ କରିବା ତାଙ୍କ ପାଖରେ ନାହିଁ। ସେ
ଆପ୍ତ କାମ ପୂର୍ଣ୍ଣ କାମ। ତେଣୁକରି ତାଙ୍କର କାହା ସହିତ ବି ସମ୍ପର୍କ ଦରକାର ନାହିଁ ବାପା, କାହିଁ କାହାକୁ ଖୋଜିବି। ଜୟ ପ୍ରଭୁ। ପରମ ସୌଖ୍ୟଂ ହି ନୈରାଶ୍ୟମ୍ ସୌରିନ୍ୟପ୍ୟାହ ପିଙ୍ଗଳା ତତ୍ ତତ୍ ଜୀବନ तद्दानतीनां नः कृष्णे तथा प्यासा दुरत्यया। परम सौख्यं हि नैराश्यम नैराश्यम परमं आशा ही परमं दुखम नैराश्यम परमं सुखम। नैराश्यटा है सुखर कारण। नैराश्यम पर पिंगला बेश्या कथा कहुई जितेबेल पर्यंत सी गोटे किए पुरुष प्रचुर अर्थ दो बोली कही आज रात आसा कथा कहीकि जाइला सेटा कौन कला आउ अनेक पुरुष आसिले अल्प पैसा आनिक सब छाड़ीदेला कहला हम चला एवं ये प्रचुर अर्थ दवा पुरुष अपेक्षा रही दाल दुआर को बाड़ियाड़ होते बुली बुली जो राति अतिक्रांत है ना ये आसोनी निजर परिवर्तन आसीगला कहला आशा ही परम दुखम नैराश्यम परम सुखम। मु आशा टंका पाइबी पुरुष आसो सी आसुनी तेणु जदि आशा रखा न जाए कौन कामना कामना वासना न थाए ताही सुख पाई कारण। ये कथा पिंगला कहीला ये भागवत कथा सी कहे तेणु तज्जानती ना न कृष्ण। तेणु ये कथा तो आम जाचे ना तेणु आम कृष्ण को पाइबा चिंता छाड़ी से आशा को त्याग करदे आम आराम रहा। तत् जानती ना न कृष्ण तथापि आशा दूरत्य। आम जापे आशा कले दुखर कारण नैराश्यम परम सुखम किसी आशा न करवा सुख। एक जाणिक कृष्ण को आम आशा करवा दुर्भाग्यजनक कथा। यह दूरत्य माने दुस्त्यज आशा कामना करवा दुख पाई कारण सी मरीगला कड़े कौन है चिंता कले दुख ही दुख मिल तुम छाड़ीदे आराम रहा। तेणु तुम्हें आराम रह। सब जाचे नैराश्य ही सुखर कारण। आशा प्रभु आसवे सहित मिलन हम तेणु से ये प्रकार चिंतन करवा दुख पाई कारण यथा जाणिक आम छाड़ी पारना है। तत् जानती ना न यथा जानी आम मान कृष्ण पाखे जो प्रेम रही छाड़ी हो नहीं आशा त्याग करदे आम सुखर रहते। कह उत्सहेत सत्यक्तुम उत्तम श्लोक संविदम अनिच्छतोपि जस्य श्री अंगात न च्यवते क्वचित् कहले बड़ बड़ महात्मा मैंने जहाँ कीर्तिगान कर कह उत्सहेत सन्ति सत्यक्तुम उत्तम शोक संविदम। किए चिंता कर उत्तम श्लोक भगवान संपर्क को त्याग कर कि जहाँ कीर्ति बड़ बड़ महात्मा मैंने जहाँ कीर्तिगान करती आमर से प्रिय श्याम सुंदर आमको एकांत जो मधुर प्रेम कथा कहते किपर भूली जापर मैंने कहबार तात्पर्य उत्तम श्लोक संपर्कित ज्ञान भगवत ज्ञान जार होगा भगवान को सहित जी संपर्क स्थापन कर सारा आउ छाड़ार बाट न थाए से पागल हुए जदिव संसार सब छाड़ी हो किंतु भगवान को सहित संपर्क छाड़ी हबार प्रश्न नहीं। अनेक उत्तम उच्चकोट साधु सन्त जो प्रभु को चिंतन कर प्रभु को संपर्क जन जो आनंद अनुभव कर सारापर छाड़ी हम ना। अनेक शतोपीत श्री ही अंगात इच्छा न थी देखुच तो
ତାଙ୍କର ଇଚ୍ଛା ନଥିଲେ ବି ସ୍ୱୟଂ ଲକ୍ଷ୍ମୀ ତାଙ୍କ ପାଦ ସେବାରେ ଏପରି ଲାଗି ରହିଛନ୍ତି ଯେ କ୍ଷଣଟିଏ ବି ତାଙ୍କ ଅଙ୍ଗ ସଙ୍ଗ ଛାଡ଼ି କୁଆଡ଼େ ଯାଉନାହାନ୍ତି। ଭଗବାନ ଚାହୁଁନଥିଲେ ମଧ୍ୟ ଲକ୍ଷ୍ମୀ ପ୍ରଭୁଙ୍କର ଅଙ୍ଗ ସଙ୍ଗ ତ୍ୟାଗ କରିକି କୁଆଡ଼େ ଯାଉନାହାନ୍ତି। ତେଣୁ ଯିଏ ଭଗବାନଙ୍କ ସହିତ ସମ୍ପର୍କ ସ୍ଥାପନ କରିସାରିଲାଣି, ଭଗବାନଙ୍କ ପାଇଁ ମନ ଯାର ପାଗଳ ହେଇସାରିଲାଣି, ସିଏ ଆଉ ତାଙ୍କୁ ଛାଡ଼ିବାଟା ଏତେ ସହଜ ହେବ ନାହିଁ। ପ୍ରଭୁ ଚାହୁଁନାହାନ୍ତି କିଛି ମୋର ସେବା ଦରକାର ନାହିଁ, ଲକ୍ଷ୍ମୀ ତୁମେ ବସିକି ମୋ ପାଖେ ସେବା କରିବା କଥା ନ ଚାହିଁଲେ ମଧ୍ୟ ଲକ୍ଷ୍ମୀ ତାଙ୍କୁ ଛାଡ଼ିକି ଯାଇପାରୁନାହାନ୍ତି। କାରଣ ତାଙ୍କ ଶ୍ରୀଅଙ୍ଗ ଏତେ ଆକର୍ଷଣୀୟ, ତା ଶ୍ରୀଅଙ୍ଗ ସେବା କରିବାରେ ଏତେ ଆନନ୍ଦ ମିଳୁଛି ଯେ ଲକ୍ଷ୍ମୀ ଅନ୍ୟତ୍ର ଯାଉନାହାନ୍ତି। କହିବା ତାତ୍ପର୍ଯ୍ୟ ଏହା। ତେଣୁ ପ୍ରଭୁଙ୍କର ଅଙ୍ଗ ସଙ୍ଗ ପାଇଯାଇଥିବା ବ୍ୟକ୍ତି ଆଉ ପ୍ରଭୁଙ୍କୁ ଛାଡ଼ିବୁ ପଣ୍ଡିତ ଭାଇ ଆଇବୁ। ସରିତି ଶୈଳ ବନୋଦ୍ଦେଶା ଗାପୋ ବେଣୁରବା ଇମେ ସଂକର୍ଷଣ ସହାୟେନ କୃଷ୍ଣେନ ଆଚରିତା ପ୍ରଭୁ। ସରିତି ମାନେ ଯମୁନା ନଦୀ, ଶୈଳ ମାନେ ପର୍ବତ, କୋଉଟା ଗୋବର୍ଦ୍ଧନ ପର୍ବତ, ଯମୁନା ନଦୀ, ବନୋଦ୍ଦେଶା ଜଙ୍ଗଲ, ଗାଈ ଗୋରୁ, ବେଣୁ ବୈଶ୍ୟନାଥ, ଇମେ ସଂକର୍ଷଣ ଭଗବାନ ବଳରାମଙ୍କ ସହିତ କୃଷ୍ଣେନ ଆଚରିତ ପ୍ରଭୁ। ବଳରାମଙ୍କ ସହିତ ଏବଂ ଗୋପାଳ ମାନଙ୍କ ସହିତ ମିଶିକିରି ଭଗବାନ ଏଠି ଯମୁନା, ଗୋବର୍ଦ୍ଧନ ପର୍ବତ, ବନ ଭିତରେ ଗାଈ ଚରେଇ ବଇଁଶୀ ବଜେଇ ଯେଉଁ ଖେଳାଲୀଳା କରିକି ଯାଇଛନ୍ତି ଏବଂ ଏ ଖେଳାଲୀଳା ସହିତ ଯେଉଁମାନଙ୍କର ସମ୍ପର୍କ ଅଛି, ଯେଉଁମାନେ ଏସବୁ ଦେଖିଛନ୍ତି, ସେଗୁଡ଼ାକ ତାଙ୍କ ମନରୁ କେବେ ହେଲେ ଯିବ ନାହିଁ। ସେଇଠି 11 ବର୍ଷ ରହିକିରି ନାନା ପ୍ରକାର ଖେଳାଲୀଳା କରିକି ଯାଇଛନ୍ତି। ତାଙ୍କର ଯେଉଁ କମନୀୟ ବୃତ୍ତି ଏବଂ କାର୍ଯ୍ୟକଳାପ ତାହା କାହା ମନରୁ ଯିବ ନାହିଁ। ପୁନଃ ପୁନଃ ସ୍ମାରୟନ୍ତି ନନ୍ଦଗୋପସୁତଂ ବତ ଶ୍ରୀନିକେତୈଃ ତତ୍ ପଦକୈଃ ବିସ୍ମର୍ତ୍ତୁଂ ନୈବ ଶକ୍ନୁମଃ। ତେଣୁ ଗୋପାଙ୍ଗନା ମାନେ ବର୍ତ୍ତମାନ ଶେଷ କଥା କହୁଛନ୍ତି ଯେ ପୁନଃ ପୁନଃ ସ୍ମାରୟନ୍ତି, ଆମେ ଯେତେ ଭାବୁଛୁ ତାଙ୍କ କଥା ଚିନ୍ତା କରିବା ନାହିଁ ବୋଲି। ସିଆଡ଼େ ଆମେ ଯମୁନାକୁ ଗାଧେଇଗଲା ଆସିକି ବାଟରେ ଏଇଠି ଗାଈ ଚଳଉଥିଲେ, ଏଠି କଦମ ଗଛ ଉପରେ ବସିକି ବୈଶ୍ୟ ବନଉଥିଲେ, ସେଠି ଅମୁକ କରୁଥିଲେ। ଏଗୁଡ଼ାକ ତ ବାରମ୍ବାର ମନକୁ ଆଘାତ କରୁଛି ଆସିକି। ଆଉ ତାକୁ ଆମେ ଛାଡ଼ିବା କେମିତି? ପୁନଃ ପୁନଃ ସ୍ମାରୟନ୍ତି, ବାରମ୍ବାର ଆମ ଶ୍ରୁତି ମାନେ ସ୍ୱର୍ଣ୍ଣ ଭିତରକୁ ପଳେଇ ଆସୁଛନ୍ତି। ପ୍ରଭୁ ନନ୍ଦଗୋପ ସୁତଂ ବତ। ବଡ଼ ଦୁଃଖର ବିଷୟ ଯେ ଆମେ ଯଦିଓ ପ୍ରଭୁକୁ ଛାଡ଼ିଦେବା ପାଇଁ ଚିନ୍ତା କରୁଛେ, କିନ୍ତୁ ସେ ଛାଡ଼ି ହେଉନାହିଁ। ତାଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ବାରମ୍ବାର ମନ ଭିତରକୁ ପଶି ଆସୁଛି। ଶ୍ରୀନିକେତୈଃ ତତ୍ ପଦକୈଃ। ତେଣୁ ହେ ଉଦ୍ଧବ, ତାଙ୍କ ସହିତ ଆମର ଏପରି ତାଦାତ୍ମ୍ୟ ହୋଇଯାଇଛି ଯେ ଆମେ କୌଣସି ପ୍ରକାର ମରିଯିବା ପରେ ବି ତାଙ୍କୁ ଭୁଲି ପାରିବା ନାହିଁ। ଶ୍ରୀନିକେତୈଃ ତତ୍ ପଦକୈଃ। ଲକ୍ଷ୍ମୀଙ୍କର ବାସସ୍ଥାନ ଏହି ପ୍ରକାର ପ୍ରଭୁଙ୍କର ପାଦପଦ୍ମ, ଆମେ ତାକୁ ଭୁଲି ପାରିବା ନାହିଁ। ଯେତେ ଭୁଲିବା ପାଇଁ ଚେଷ୍ଟା କଲେ ମଧ୍ୟ ବିଭିନ୍ନ ସ୍ଥାନ ଦେଖିଲା ଆସିକି ମନେ ପଡ଼ିଯାଉଛି ଏଇ କଦମ୍ବ ମୂଳ, ଏଇଠି ଠିଆ ହେଇକି ବଂଶୀ ବୋଲୁଥିଲେ, ଏଇଠି ଏଇ ଗୋବର୍ଦ୍ଧନ ପର୍ବତ, ୟାରି ଚାରିପଟେ ବୁଲିକି ବଂଶୀ ବସିକି ଗାଈ ଚଳଉଥିଲେ, ଏଇ ଯମୁନା ନଦୀ ଏଥିରେ ଆସିକି ଗାଧଉଥିଲେ। ସେ ବିଭିନ୍ନ କଥା ମନେ ପଡ଼ୁଛି। ଆଉ ତେଣୁ ଯେତେ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଆମ ସ୍ୱର୍ଣ୍ଣ ଭିତରୁ ସେ ଯିବାର ପ୍ରଶ୍ନ ନାହିଁ। ଗତ୍ୟା ଲଳିତୟା ଉଦାର ହାସ ଲୀଳା ବନୋକନୈଃ ମାଧ୍ୟା ଗିରା ହୃତଧ୍ୟ
कथंतम विस्मरामहे उद्धव आगे समस्त गोपांगना कहते जो मनोहर गजगमन चाली गत्या ललितया उदार हास मनोहर चिताकर्षक हस सलीलावलोकनी एवं अनुरागयुक्त वाक्य चाहाणी मृदुमंद हस गजगमन चाली एवं महुमिशा कथा मधुर कथा अमृतमय बाणी या द्वारा आम हृदय हो जाए हानि कृतज्ञ आम बुद्धि सब जिनसुड़ाक आम बुद्धि की अपहरण कर नहीं हृत मान हरण कर नहीं आम बुद्धि की कथंतम विस्मरामया केमिति भूलिया तेणु आम भूली पारिबा नहीं। हे नाथ हे रमानाथ ब्रजनाथ आर्तिनाशक मग्नं उद्धर गोविंद गोकुलम ब्रजनाथ से सब हाथ टेक कहले हे प्रभु हे नाथ आप जगत नाथ आमर भी नाथ हे रमानाथ आप रमा माने लक्ष्मीकर नाथ स्वामी ब्रज ब्रजर आप भी नाथ थे ये ब्रज को गोप गोप एवं गोपाल ब्रजांगना गोपाल बालक ब्रजांगना बालन को अनेक दुखर आप उद्धार कर आर्तिनाशक संसार दंदा पीड़ा दूसरी से पीड़ा को अपहरण कर मेडिसिन होकर नाम बा गुण कीर्तन इे मग्न उद्धर ही गोविंद आम मैंने बर्तमान आपणकर विच्छेद दुख सागर में बुड़ी जाऊँ उद्धार कर प्रभु गोकुल ब्रजनाथ नवाथ ये जो गोकुल को ब्रजन माने पाप समुद्र उद्धार कर गोकुल को बंचाओ श्री भगवान श्री सुखवाच तापर सुखदेव कहते कौन कहले तत ताहा पुष्ट संदेशी व्यपेत विरह जरा उद्धव पूजया चक्रु ज्ञापा आत्मान अदक्षण तापर से गोपांगना माने कृष्ण संदेश पाइकरी भगवान श्री कृष्ण उपदेश को ग्रहण करी व्यपेत विरह जरा से भीतर जो कृष्ण विच्छेदंत भयंकर संताप था दुख बा शरीर उत्ताप सब नष्ट हो शांत हो शरीर उद्धव पूजा उद्धव को पूजा कले ज्ञापा आत्मान अधोक्षजम कहीं ये उद्धव होती प्रभुंर पाख लोक तेणु पाख लोक हिसाब से पूजा कले उवास 25 मासान गोपीनायण बिरुदन शुच गोपी मान खुशी करने गोपी मान खुशी करने उद्धव सेठारे केते मास रहिले कृष्ण लीला कथा गायन से बसिक कौन कले कृष्णकर लीला कथा को गान कले रमया मास गोकुलम कथा कहीकि कृष्ण कथा कहीकि गोकुल समस्त गोपाल मान को आनंदित करेले उद्धव से किसी दिन रही जावंत्यहानि नंदस्य ब्रजे अवाचित स उद्धव ब्रजोकसाई क्षण प्रायाणी आसन कृष्ण संपार्तयागा जे 3 दिन उद्धव से रहिले नंदनकर ब्रज भितर जे 3 दिन रहिले ब्रजोकसाई क्षण से दिन गुड़ाक उद्धव गोपपुर रही दिन गुड़ाक गोपाल मान ब्रजवासी मान गोपाल गोपाल समस्ते समस्त क्षण प्राय लगे कहीं सी कौन करते कृष्ण से वार्तया सदा सर्वदा कृष्ण कथा कही उद्धव जी दिन पर्यंत गोपर रही से दिन गुड़ाक मुहूर्त भाया अल्प समय भाया कटि जाऊला आनंद कृष्ण कथा कहीकि समस्ते आनंदित होते समय आनंद कटि जाऊला सुविधा
सरित वन गिरि द्रोणी वीक्षण कुसुमितान ध्रुवान कृष्ण संस्मारयन रेमे न हरिदासु ब्रजोपसायन। हरिदास हरिंकर दास बा सेवक अनुसर किए उद्धव कौन कले सरित जमुना नदी वन जंगल गिरी गोवर्धन पर्वतर गौवर उभा उभा देखिकी कुसुमिता ध्रुवान चारिड़े प्रस्फुट वृक्षलता कृष्ण संस्मारयन रेमे कृष्ण को स्मरण करी जगह प्रकार पर्व करते अमुक करते ये कथा स्मरण करी ये सब जगह गुड़ाक बुली ब्रजवासी मान सहित बुलिक कृष्ण कथा कहीकि उद्धव आनंद काल कटुले। दृष्टा एवं आदि गोपी नाम कृष्णा वेशात्म विप्लव उद्धव परम प्रीतः नमस्यन् इदं जगौ। दृष्टा एवं आदि गोपी नाम कृष्णा वेशात्म विप्लव कृष्णंकर अभाव गोपांगना मानकर स्थिति असंभाल स्थिति पागली अवस्था यहीटा उद्धव अनुभव करी परम प्रीत अति अत्यंत प्रेम है कि कथा देख एमाने केते व्यस्त हो पड़ुछन्ति नमस्यन तेणु से कृष्ण प्रेम पाखे एते थिला जे उद्धव तांकु प्रणाम जनइले तांकु नमस्कार करिकरी इदं जगौ नमस्कार करिकरी गीत बोलिले कौन बोलिले देखिया बोले इता परम तनुभृत भुवि गोपवध्व गोविंद एव निखिलात्व निगूढ़ भाव वांछन्ति जद भवभ्यु मुनयो वयं च किं ब्रह्मजन्म भी अनंत कथा रसस्य बोले इता परम तनुभृत भुवि गोपवध्व ये गोपांगना माने ये परम तनुभूत भुवि माने जगत ये संसार जे जन्म ग्रहण करना कि तनुभूत माने शरीर धरिकी अच्छा संसार रे ये गोपांगना माने यही तुम्हें जो कर्म करन कि माने कृष्ण को पागल एति जे कला तार जीवन सार्थक हो ये संसार रे देहधारी माने जदि तुम भाया कृष्ण को पागल होती ताले गोविंद एव निखिलात्म निरूढ़ भाव निखिलात्मा सर्वात्मा सब भीतर आत्मस्वरूप विराजमान करथिबा भगवान श्रीकृष्ण चरणारविंद एक प्रकार भावना चरणारविंद को तुम मान जो प्रकार भावना कर कि सबू छाड़ी देकरी घर संसार स्वामी पिला गाई गोरु धंदा सबू छाड़ी देकरी जो प्रकार प्रेम रे भगवान को चिंतन करो ये संसार में जो मैंने जन्मग्रहण कर प्रकार चिंतन कले जन्म सार्थक हो तुम जन्म सार्थक हो सारे रूढ़ भावा गोविंद एव निखिलात्म निरूढ़ भावा वांछन्ति जत भय भवभ्य मुनयो वयंच ये संसार है भय पाई कारण कहीं केतल तो ठो हो बापा एत जमे कौन हम जमे कम कष्ट सब जमाला किंतु भोग करने समय आई सरीगला बोलिक कांदुचे लोक नहीं कि तेणु जन भवभ्य ये संसार अनवर्त भय सृष्टि कर लोक मनरे कहीं भय तो मृत्यु भय काले पलैबी कि सब बढ़िया चलती घर हाँ किंतु या जी एमंत विचार करी कांदई लोक पुण पुण किंतु भगवान काड़े मन जाऊनी वांछति जत भवभ्य मुनयो वयंच समस्त मुनि माने
ମୁନି ବୋଲି କ'ଣ ନା ମନନଶୀଳ। ଅନବର୍ତ୍ତ ଯେଉଁମାନଙ୍କର ମନ ଭଗବାନଙ୍କୁ ମନନ କରୁଛି ମାନେ ମନେ ପକାଉଛି। ଏ ପ୍ରକାର ସାଧାରଣତଃ ମୁନିମାନେ ମୁଁ ମଧ୍ୟ ଉଦ୍ଧବ କହୁଛନ୍ତି ଆରେ ମୁଁ ଗୋଟିଏ ଛୋଟିଆ ସାଧକ, ମୁଁ ମଧ୍ୟ ବାଞ୍ଛନ୍ତି ଯତ୍ ଭବ ବିୟ, ଏ ଭବ ସଂସାର ଆମକୁ ଭୟଭୀତ କରୁଛି। ତେଣୁକରି ଶ୍ରୀକୃଷ୍ଣଙ୍କର ପରମ ପ୍ରେମମୟ ଦିବ୍ୟ ମହାଭାବରେ ମଗ୍ନ ହୋଇଯାଇଥିବା ଗୋପୀମାନଙ୍କର ଦେହ ଧାରଣ ବାସ୍ତବରେ ଧନ୍ୟ ସଫଳ ହୋଇଯାଇଛି। ତେଣୁ ଯେଉଁ ବ୍ୟକ୍ତି ଏ ପ୍ରକାର ଚିନ୍ତନ କରିବ ସେ ବି ଧନ୍ୟ ହୋଇଯିବ। ଧନ୍ୟ ହୋଇଯାଇଛି। ପ୍ରେମର ଏହି ଅଦ୍ଭୁତ ସ୍ଥିତି କେବଳ ସଂସାର ଭୟରେ ଭୀତ ହୋଇଯାଇଥିବା ମନୁଷ୍ୟମାନଙ୍କ ନିମନ୍ତେ ନୁହେଁ, ମହାମୁନି ମୁକ୍ତ ପୁରୁଷ ତଥା ଆମ ପରି ଭକ୍ତଜନମାନଙ୍କ ନିମନ୍ତେ ବି ଅତ୍ୟନ୍ତ ବାଞ୍ଛନୀୟ। ତାହେଲେ ସେ ଗୋପାଙ୍ଗନା ମାନେ ତୁମେ ଯେଉଁ ସ୍ଥିତିରେ ନାହ କି ଭଗବାନ ପାଇଁ ପାଗଳ, ଏ ସ୍ଥିତିଟା ସମସ୍ତ ମୁନି ମନନଶୀଳ ଏବଂ ସାଧକ ମୋ ଭଳିଆ ଭକ୍ତ ଏ ସମସ୍ତଙ୍କ ପାଇଁ ଏହି ସ୍ଥିତିଟା ଆବଶ୍ୟକ। ନା ତୁମେ ଯେଉଁ ସ୍ଥିତିରେ ଅଛ ସବୁ ଛାଡ଼ି ଦେଇକିରି ଭଗବାନ ପ୍ରେମରେ ଉଦ୍ବୁଦ୍ଧ ହୋଇକି ରହିଛ ଏବଂ ତୁମର ଜନ୍ମ ସାର୍ଥକ ହୋଇଯାଇଛି। ଏହି ପ୍ରକାର ଅନ୍ୟମାନେ ତାଙ୍କ ଜନ୍ମକୁ ସାର୍ଥକ କରିପାରିବେ ଯଦି କୃଷ୍ଣଙ୍କ ଠାରେ କଲେ ଭାବ। ଜନ୍ମ ସାର୍ଥକ ହୋଇବ କି ବ୍ରହ୍ମ ଜନ୍ମ ବି ଅନନ୍ତ କଥାର ଶସ୍ୟ। ଆମକୁ ଏଭଳି ସ୍ଥିତି ମିଳିପାରୁନାହିଁ ଯାହାକୁ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା କଥାର ରସ ମିଳିଯାଇଛି। ତାଙ୍କର ଉଳିନତାରେ ଦ୍ୱିଜାତି ସମୁଚିତ ସଂସ୍କାରରେ ତଥା ବଡ଼ ବଡ଼ ଯଜ୍ଞାଦିରେ ଦୀକ୍ଷିତ ହେବାର ବା କି ଆବଶ୍ୟକତା ଅଛି? ଭଗବାନଙ୍କୁ ପ୍ରେମ ମିଳିଗଲେ କିଛି ଦରକାର ନାହିଁ। ଅପରପକ୍ଷରେ ଯଦି ଭଗବତ କଥାରେ ରସ ନ ମିଳିଲା, ସେଥିରେ ରୁଚିଜାତ ନହେଲା, ତେବେ ଅନେକ ମହାକଳ୍ପ ପର୍ଯ୍ୟନ୍ତ ବାରମ୍ବାର ବ୍ରହ୍ମପଦ ପାଇଗଲେ ଲାଭ କ'ଣ? ତୁମେ ବାରମ୍ବାର ବ୍ରାହ୍ମଣ ହେଉଥ, ଇଏ ଯଜ୍ଞ କରିବ, ସେଥିରେ କିଛି ଲାଭ ହେବନି ଯଦି ଭଗବତ ପ୍ରେମ ମନରେ ନାହିଁ। କୃଷ୍ଣ କଥା ଶୁଣିକିରି କଥାମୃତ ରସକୁ ଆସ୍ୱାଦନ କରିବାରେ ଯଦି ପ୍ରେମ ନ ଆସିଲା, ମନ ଯଦି ଭଗବାନଙ୍କ ଚରଣାର ଭିତରେ ନ ଲାଗିଲା, ତାହେଲେ ଜୀବନ ନିରର୍ଥକ ହେଇଗଲା। ଏଇ ଗୋପାଙ୍ଗନାମାନଙ୍କୁ ଉଦ୍ଧବ କହୁଛନ୍ତି, କିନ୍ତୁ ତୁମମାନଙ୍କର ମନ ଯେଉଁ ପ୍ରକାର ଭଗବାନଙ୍କ ଚରଣାର ଭିତରେ ଲାଗିଯାଇଛି, ସବୁ ତ୍ୟାଗ କରିଦେଇକିରି ତୁମେ ଭଗବାନଙ୍କ ପାଇଁ ଯେଉଁ ପ୍ରକାର ପାଗଳିକିରି ହୋଇକିରି ବୁଲୁଛ, ତାଦ୍ୱାରା ତୁମର ଜନ୍ମ ସାର୍ଥକ ହୋଇସାରିଛି। ଯେଉଁ ବ୍ୟକ୍ତି ଏଇ ପ୍ରକାର ପାଗଳ ହେବ, ସିଏ ହିଁ ଭଗବାନଙ୍କୁ ପାଇଯିବ। ଯେଉଁମାନେ ସଂସାର ପ୍ରତି ଯେଉଁମାନଙ୍କର ଭୟ ରହିଛି, ସେହି ପ୍ରକାର ମୁନିମାନେ ମାନେ ମନନଶୀଳ, ସଦାବେଳେ ମନରେ ଭଗବାନଙ୍କ କଥା ଚିନ୍ତା କରୁଛନ୍ତି କିନ୍ତୁ ପାଇପାରୁନାହାନ୍ତି। ଆଉ ବୟମ ଆମମାନଙ୍କ ଭଳିଆ ଛୋଟିଆ ଛୋଟିଆ ଭକ୍ତ ଏସବୁ ସଂସାର ସେମାନଙ୍କୁ ଭୟଭୀତ କରୁଛି। ଏ ସଂସାର ଭିତରେ ଗତି କରି ଭୟଭୀତ ହୋଇଥିବା ବ୍ୟକ୍ତିମାନେ ତୁମ ସ୍ଥିତିକି ଗଲେ ହିଁ ଭଗବାନଙ୍କୁ ପାଇବେ। ଆଉ ଏଇ ବ୍ରହ୍ମବିଦ୍ୟା କରୁଥିବା ବ୍ରାହ୍ମଣମାନେ ଯଜ୍ଞ ଫଜ୍ଞ କରିକିରି ସେଥିରୁ କିଛି ଲାଭ ମିଳିବନି। ବାରମ୍ବାର ଜନ୍ମ ହୋଇକିରି ବ୍ରାହ୍ମଣ ହେଲେ ମଧ୍ୟ ଲାଭ କ'ଣ ହେବ ଯଦି ସାଧନା କରିକି ଭଗବାନଙ୍କୁ ନ ପାଇଲେ? ତେଣୁ ତୁମେ ହେଲ ତୁମ ଜନ୍ମ ସାର୍ଥକ ହୋଇଯାଇଛି, ତୁମେ ହିଁ ଭଗବାନଙ୍କୁ ପାଇଯାଇଛ, ତୁମେ ଧନ୍ୟା। ଏ କଥା କହିଲେ ଆଉ ଗୋଟିଏ କଥା ବି କହିବେ, ତାପରେ ଦେଖିବା।